ଆପଣଙ୍କର ଯଦି ତୁଳା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ତୁଳା ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଆସନ୍ତା ଡିସେମ୍ବର ମାସରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଘଟିବ ଏବଂ ଆପଣଙ୍କର ନବଗ୍ରହ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିବ ଏବଂ ଶୁକ୍ର ଅଧିପତିଙ୍କର ମଧ୍ୟ ଚଳନ ଆସିବ। ଫଳରେ ଆପଣଙ୍କର ଜୀବନରେ କ'ଣ ସବୁ ପରିବର୍ତ୍ତନ ହେବ। ତେବେ ଯଦି ଆପଣ ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲେଖିବେ ଏବଂ ଭିଡ଼ିଓଟିକୁ ମଧ୍ୟ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ଦେଖନ୍ତୁ, ସାଧାରଣତଃ ତୁଳା ରାଶିର ବ୍ୟକ୍ତିବିଶେଷଙ୍କର ଏହି ବର୍ଷକ ଯାକ ଆପଣଙ୍କର ଇଷ୍ଟ ଦେବତା ଏବଂ ଆପଣଙ୍କର ଅଧିପତି ଅଛନ୍ତି ଉଚ୍ଚ ସ୍ଥାନରେ ଶୁକ୍ର। ଆପଣଙ୍କର ଶୁକ୍ର ହେଉଛନ୍ତି ଆପଣଙ୍କର ଏହି ବର୍ଷକ ଯାକର ଆପଣଙ୍କର ଅଧିପତି ଏବଂ ଶୁକ୍ର ମଧ୍ୟ ଆପଣଙ୍କର ଉଚ୍ଚ ସ୍ଥାନରେ ଦ୍ୱିତୀୟ ଭାଗରେ ଅଛନ୍ତି ଏବଂ ଏହି ଡିସେମ୍ବରର ପ୍ରଥମ ସପ୍ତାହ ମଧ୍ୟରୁ ଆପଣଙ୍କର ମଙ୍ଗଳ ଏବଂ ବୁଧଙ୍କ ସହ ଏକତ୍ରିତ ରହି ଚଳନ କରାଇବେ, ଯାହାକି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ଏହି ଡିସେମ୍ବର ମାସର ପ୍ରଥମ ସପ୍ତାହଟି ଆପଣଙ୍କ ପାଇଁ ବହୁତ ମାତ୍ରାରେ ଶୁଭର ଫଳପ୍ରଦ କରିବ। ଯେମିତିକି ପ୍ରଥମତଃ ଆପଣଙ୍କର ଚାକିରି କ୍ଷେତ୍ର ନେଇ ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଆଣିବ ଏବଂ ଆପଣଙ୍କର ଯଦି କୌଣସି ବିଜନେସ୍ ଅଛି ଯାହାକୁ ଆପଣ ବଡ଼ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ପାଖରେ ପଇସାର ବହୁତ ମାତ୍ରାରେ ଅଭାବ ଅଛି, ଦେଖିବେ ଆପଣଙ୍କୁ ଯେକୌଣସି ମାତ୍ରାରେ ହେଉ ଲୋନ୍ ହେଇପାରୁ କିମ୍ବା ଆପଣ କୌଣସି ଦୂର ବନ୍ଧୁଙ୍କ ଦ୍ୱାରା ସାହାଯ୍ୟ ପାଇପାରନ୍ତୁ, ଯେକୌଣସି ଉପାୟରେ ଆପଣ ସେ କାର୍ଯ୍ୟକୁ କରିପାରିବେ ଏବଂ ଆପଣଙ୍କୁ ବହୁତ ମଧ୍ୟ ସାହାଯ୍ୟର ପ୍ରାପ୍ତି ହେବ। ଏହି ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ଆପଣଙ୍କୁ ଏହିସବୁର କାର୍ଯ୍ୟ ଦେଖିବାକୁ ମିଳିବ ଏବଂ ଦେବଗୁରୁ ବୃହସ୍ପତି ମଧ୍ୟ ଆପଣଙ୍କର ପଞ୍ଚମ ଭାଗରେ ବିରାଜମାନ କରିଛନ୍ତି। ପଞ୍ଚମ ଭାଗରେ ଯେତେବେଳେ ଆପଣଙ୍କର ବିରାଜମାନ କରିବେ, ସେ ସୂର୍ଯ୍ୟଙ୍କ ସହ ଏକତ୍ରିତ ରହିବେ ଏବଂ ସୂର୍ଯ୍ୟଙ୍କ ସହ ଏକତ୍ରିତ ରହି ଆପଣଙ୍କର ଏହି ଡିସେମ୍ବର ମାସଟିକୁ ଚଳନ କରିବେ। ଫଳରେ ଆପଣଙ୍କର ଯେଉଁ ବାଧାବିଘ୍ନ ଆସୁଥିଲା ଆପଣଙ୍କର ଜୀବନରେ ଏବଂ ଆପଣଙ୍କର ଆପଣଙ୍କର କ'ଣ ଆସୁଥିଲା ନା ଶତ୍ରୁମାନଙ୍କର ଭୟ ଘାରି ରହୁଥିଲା। ଆପଣ ବହୁତ ମାତ୍ରାରେ ଚିନ୍ତିତ ରହୁଥିଲେ କୌଣସି ଜିନିଷଟିକୁ ନେଇ। ଆପଣଙ୍କର ବହୁତ ମାତ୍ରାରେ ଆପଣଙ୍କର ପିଲା ଏବଂ ପୁଅ ଝିଅଙ୍କୁ ନେଇ ଆପଣ ବିବାହଘର ନେଇ ବହୁତ ମାତ୍ରାରେ ଚିନ୍ତିତ ରହୁଥିଲେ, ଡିପ୍ରେସନକୁ ଯାଉଥିଲେ, ଷ୍ଟ୍ରେସ୍ ଫିଲ୍ କରୁଥିଲେ। ଏଗୁଡ଼ିକ ସବୁ ଦେଖିବେ ବହୁତ ମାତ୍ରାରେ ଦୂର ହୋଇଯିବ ଏବଂ ଦେବଗୁରୁ ବୃହସ୍ପତିଙ୍କ ଫଳରେ ଆପଣଙ୍କ ମନରେ ବହୁତ ମାତ୍ରାରେ ଜ୍ଞାନର ପ୍ରାପ୍ତି ହେବ ଏବଂ ଧନର ମଧ୍ୟ ପ୍ରାପ୍ତି ହେବାର ସୁଯୋଗ ଅଛି। ତେଣୁ ଆପଣଙ୍କ ପାଇଁ ଏହି ଡିସେମ୍ବର ମାସଟି ବହୁତ ମାତ୍ରାରେ ଅନୁକୂଳ ରହିଅଛି। ଯଦି ଦେଖିବା ଆପଣଙ୍କର ଶନିଙ୍କର ସ୍ଥିତି ମଧ୍ୟ ଅନୁକୂଳ ଅଛି ଆପଣଙ୍କ ପାଇଁ। ଶନି ଅଛନ୍ତି ଆପଣଙ୍କର ନବମ ଘରେ, ଯାହାକି ଆପଣଙ୍କ ପାଇଁ ବହୁତ ମାତ୍ରାରେ ଭଲରେ କଟିବେ ଏବଂ ଭଲରେ ମଧ୍ୟ ଚଳନ କରାଇବେ। ଶନି ବହୁତ ମାତ୍ରାରେ ଭଲ ଘରେ ଅଛନ୍ତି ଏବଂ ଆପଣଙ୍କ ଜୀବନଟିକୁ ମଧ୍ୟ ଭଲରେ ଚଳାଇବେ। ତେଣୁ ଶନିଙ୍କ ପାଇଁ ଆପଣଙ୍କୁ କୌଣସି ମାତ୍ରାରେ ଚିନ୍ତିତ ହେବାର ବିଲକୁଲ ନାହିଁ। ଆପଣଙ୍କ ଶନି ମଧ୍ୟ ବହୁତ ମାତ୍ରାରେ ଭଲ ଘରେ ଅଛନ୍ତି ଏବଂ ଭଲ ସ୍ଥାନରେ ମଧ୍ୟ ଅଛନ୍ତି। ତେଣୁ ଆପଣ ଯେତେ ମାତ୍ରାରେ ପାରନ୍ତୁ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ଆପଣଙ୍କର ଦିନଚର୍ଯ୍ୟା ମଧ୍ୟ ବହୁତ ମାତ୍ରାରେ ସଠିକ୍ କରନ୍ତୁ। ଦେଖିବେ ଆପଣଙ୍କର ଦିନ ମଧ୍ୟ ବହୁତ ମାତ୍ରାରେ ଭଲରେ କଟିବ। ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କର ଡିସେମ୍ବର ମାସରେ ଯେଉଁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ସବୁ ଦୂର ହୋଇଯିବ ଏହି ପ୍ରଥମ ସପ୍ତାହ ମଧ୍ୟରୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଆପଣଙ୍କର ଯେଉଁ ଥଣ୍ଡା ଶ୍ୱାସଜନିତ ସମସ୍ୟା ରହୁଥିଲା, ଚର୍ମଜନିତ ସମସ୍ୟା, ପ୍ରାୟତଃ ତୁଳା ରାଶିର ବ୍ୟକ୍ତିବିଶେଷଙ୍କର ଶ୍ୱାସଜନିତ ସମସ୍ୟା ନଚେତ୍ ଆପଣଙ୍କର ଏହି ଚର୍ମଜନିତ ସମସ୍ୟା ରହିଥାଏ। ଯାଦୁକାଛୁ ଅଥବା କୌଣସି ପାଣି ଫୋଟକା ହେଉ ଯେପରି ଆପଣଙ୍କର ଚର୍ମଜନିତ ସମସ୍ୟା ରହିଥାଏ। ଦେଖିବେ ଏହି 2025ର ଏହି ଡିସେମ୍ବର ଲାଷ୍ଟ ଶେଷ ମାସ ମଧ୍ୟରୁ ପ୍ରଥମ ସପ୍ତାହର ଏହି ଆରମ୍ଭରୁ ଆପଣଙ୍କ ଦେହରେ କିମ୍ବା ଆପଣଙ୍କ ଶରୀରରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କୁ ବହୁତ ମାତ୍ରାରେ ଷ୍ଟ୍ରେସ୍ ଫିଲ୍ଡରୁ ମଧ୍ୟ ମୁକ୍ତି ପାଇବେ ଏବଂ ଡିପ୍ରେସନ୍ ମଧ୍ୟ ବହୁତ ମାତ୍ରାରେ କମ୍ କରିବେ। ଦେଖିବେ ଆପଣଙ୍କ ପାଇଁ ଏହି ଡିସେମ୍ବର ମାସଟି ବହୁତ ମାତ୍ରାରେ ଅନୁକୂଳ ଅଛି। ତେଣୁ ଆପଣଙ୍କୁ ଯେତେ ମାତ୍ରାରେ ପାରିବେ ମହାଦେବ ମନ୍ଦିରକୁ ମଧ୍ୟ ଯାତ୍ରା କରନ୍ତୁ
ଏବଂ ମହାଦେବଙ୍କର ଆଶୀର୍ବାଦ ପାଇବା ଦ୍ୱାରା ଏବଂ ଜଳସେଇ ମଧ୍ୟ କରିବେ, ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ଜୀବନଟି ପରିବର୍ତ୍ତନ ଘଟିବ। ଏବଂ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ, ଦେଖିବେ ଆପଣଙ୍କର ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଶତ୍ରୁଙ୍କର ଯେଉଁ ଭୟ ଘାରୁଥିଲା ଆପଣଙ୍କ ଠାରୁ ଶତ୍ରୁ ମଧ୍ୟ ଦୂରେଇ ଯିବେ ଏବଂ ଗୁଣି ଗାରେଡ଼ି ଯେତେକ ଆପଣଙ୍କ ଉପରେ ବଶଭୂତ ହୋଇ ରହିଥିଲା ସେଗୁଡ଼ିକ ମଧ୍ୟ ଦୂର ହୋଇଯିବ। ତେଣୁ ଆପଣ ଯଦି ତୁଳା ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖିବେ। ରହୁଛି, ଧନ୍ୟବାଦ।